କଥାରେ ଅଛି ସବୁଠୁ ବଡ଼ ଧର୍ମ ହେଉଛି ଗୃହସ୍ଥ ଧର୍ମ। ଯାହା ଆମର ବେଦରେ କୁହେ, ଯାହା ଆମର ଧର୍ମ କୁହେ। ସେ ସମୟରେ କ'ଣ ଜଣେ ଗୃହସ୍ଥ ଧର୍ମରେ ରହି ବା ଘରେ ରହି ମା ବାପାଙ୍କର ସେବା କରି କ'ଣ ଏ ଧର୍ମ ଗ୍ରହଣ କରିପାରିନଥାନ୍ତା? ହଁ, ସାଧାରଣତଃ ଦେଖିବାକୁ ଗଲେ ଭଗବାନଙ୍କର ପ୍ରାୟ ଭକ୍ତ ଗୃହସ୍ଥ। ପ୍ରହ୍ଲାଦ ମହାରାଜ ଭଗବାନଙ୍କୁ ପାଇଥିଲେ, ସେ ତ ଗୃହସ୍ଥ। ଧ୍ରୁବ ମହାରାଜ ଗୃହସ୍ଥ। ବ୍ୟାସଦେବ ଯିଏ ସବୁ ଶାସ୍ତ୍ର ରଚନା କରିଛନ୍ତି, ସେ ତ ନିଜେ ଗୃହସ୍ଥ ଥିଲେ। ତେବେ ତ ସାଧାରଣତଃ ଦେଖିବାକୁ ଗଲେ ଗୋଟେ ଲଜିକ୍ ପଏଣ୍ଟ ଅଫ୍ ଭ୍ୟୁରୁ ଦେଖିଲେ ସମସ୍ତଙ୍କର, ଏଇଟା ମୁଁ ଆଧ୍ୟାତ୍ମିକ ଦୃଷ୍ଟିକୋଣ କହୁନି, ଗୋଟେ ସାଧାରଣତଃ ଭାବେ ଜେନେରାଲି ଆପଣ ପଚାରିଲେ ବୁଝିବା ପାଇଁ କହୁଛି, ସମସ୍ତଙ୍କର ଗୋଟେ ସାଇକୋ ଫିଜିକାଲ ନେଚର ଥାଏ। ବୁଝିପାରୁଛନ୍ତି ତ? କିଛି ଲୋକଙ୍କୁ ଭଲ ଲାଗେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ, କିଛି ଲୋକମାନଙ୍କର ଗୋଟେ ଥାଏ ସଂସାର ଦଶା। କିଛି ଲୋକଙ୍କର ସଂସାର ଦଶା ଥାଏ, କିଛି ଲୋକଙ୍କର ସଂସାର ଦଶା ନଥାଏ। ଯାହାର ସଂସାର ଦଶା ନାହିଁ, ତାକୁ ଯଦି ଆପଣ ଜୋର ଜବରଦସ୍ତି ସଂସାରରେ ବାନ୍ଧି ରଖିବେ, ତା ପାଇଁ ସଂସାର ଦଶାରେ ରହି ଭଗବାନଙ୍କୁ ଭକ୍ତି କରିବା କଷ୍ଟପୂର୍ଣ୍ଣ ରହିବ। ଯାହାର ସ୍ୱତଃପ୍ରଭୂତ ଭାବେ ଭଗବାନଙ୍କ ଚରଣରେ ହିଁ ମନ ଲାଗୁଛି, ସ୍ୱତଃପ୍ରଭୂତ ଭାବେ ସଂସାରରେ ତାର ଆସକ୍ତି ନାହିଁ,